ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 128ତମ ଜନ୍ମ ଜୟନ୍ତୀ। ସଂଗ୍ରାମୀଙ୍କ ବୀରତ୍ୱର ଗାଥାକୁ ମନେ ପକାଉଛି ସାରା ଦେଶ। ବନ୍ଧୁଗଣ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଦ୍ୱିତୀୟ ଯୋଦ୍ଧା ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମ ଜୟନ୍ତୀ। ସେହିପରି ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟ ଆଜି ଜନ୍ମ ଜୟନ୍ତୀ। ସାରା ଦେଶରେ ଆଜି ଓଡ଼ିଶାର ଏହି ଦୁଇ ବୀରପୁତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଦେଶପ୍ରେମରେ ସାରା ଦେଶ ମନେ ପକାଉଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ। ଆଜି ନେତାଜୀଙ୍କ 128ତମ ଜନ୍ମ ଜୟନ୍ତୀ। ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସକାଳୁ ସକାଳୁ ନେତାଜୀଙ୍କ ଜନ୍ମପୀଠରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଲୋକମାନେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି। ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯିବ। ବାରବାଟୀ ଦୁର୍ଗ ଭିତରେ ଜାତୀୟ ସ୍ତରୀୟ ପରାକ୍ରମ ଦିବସ ପାଳନ କରିବା ସହ ନେତାଜୀ ସମ୍ପର୍କିତ ବିଭିନ୍ନ ପ୍ରଦର୍ଶନୀ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ସେନାନାୟକ ଥିଲେ। 1897 ମସିହାରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ। ରେଭେନ୍ସାରେ ସ୍କୁଲ ଶିକ୍ଷା ଶେଷ କରିଥିଲେ ସୁଭାଷ ବୋଷ। କୋଲକାତାର ପ୍ରେସିଡେନ୍ସି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। 1920 ମସିହାରେ ଇଂଲଣ୍ଡରେ ICSରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଦୟାନନ୍ଦ ସରସ୍ୱତୀ ଓ ରବୀନ୍ଦ୍ରନାଥ ଟାଗୋର ବିଚାରଧାରାରେ ପ୍ରଭାବିତ ହୋଇଥିଲେ। 1921 ମସିହାରେ ICSରୁ ଇସ୍ତଫା ଦେଇ ଭାରତ ଫେରି ଆସିଥିଲେ। ରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ସୁଭାଷ ବୋଷ। ଇଂରେଜଙ୍କ ଆଗରେ କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦାବି କରିଥିଲେ। 1939 ମସିହାରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। 1939 ମେ 3 ତାରିଖରେ ଫରୱାର୍ଡ ବ୍ଲକ ନାନରେ ନିଜ ପାର୍ଟି ସ୍ଥାପନ କରିଥିଲେ। 1939 ମସିହାରେ ସୁଭାଷଙ୍କ ସହ ଫରୱାର୍ଡ ବ୍ଲକ ନେତାଙ୍କୁ ନଜରବନ୍ଦୀ କଲେ ଇଂରେଜମାନେ। 1941 ମସିହା ଜାନୁଆରୀ 16ରେ ଛଦ୍ମବେଶରେ ଭାରତରୁ ପଳାୟନ କଲେ। ଆଫଗାନିସ୍ତାନ, ଇରାନ ଦେଇ ଜର୍ମାନୀ ପହଞ୍ଚି ହିଟଲରଙ୍କୁ ଭେଟିଥିଲେ। ସେ 1943 ଅକ୍ଟୋବରରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। 1943 ଜୁଲାଇରେ ଦିଲ୍ଲୀ ଚଲୋ ଡାକରା ଦେଇଥିଲେ। ରେ ଆଜାଦ ହିନ୍ଦ ଫୌଜ ଭାରତର କିଛି ପ୍ରଦେଶକୁ କବ୍ଜା କରିଥିଲେ। ନେତାଜୀଙ୍କ ମୃତ୍ୟୁ ନେଇ ଏବେ ବି ରହସ୍ୟ ଘେରରେ ରହିଛି। ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି 216ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ। ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ସମ୍ବଲପୁର ଫୋରସି ଗ୍ରାଉଣ୍ଡରେ ସମ୍ବାଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ରାଲି କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସମ୍ବଲପୁର ଜେଲ ଛକରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ପ୍ରତିଟି ଓଡ଼ିଆଙ୍କ ଗର୍ବ ବିଶିଷ୍ଟ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ। ତାଙ୍କ ବୀରତ୍ୱର ଗାଥା ସ୍ୱାଧୀନତା ସଂଗ୍ରାମରେ ନିଶ୍ଚିତ ଭାବେ ବିରଳ ଘଟଣା। 1809 ଜାନୁଆରୀ 23ରେ ଜନ୍ମ ଗ୍ରହଣ କରିଥିଲେ। ବୀର ସୁରେନ୍ଦ୍ର ସାଏ
ସମ୍ବଲପୁର ନିକଟ ଖିଣ୍ଡା ଗାଁ ସୁରେନ୍ଦ୍ର ସାଏଙ୍କ ପୈତୃକ ଗାଁ। ଚୌହାନ ବଂଶର ସମ୍ବଲପୁର ମହାରାଜ ମଧୁକର ସାଏଙ୍କ ବଂଶଧର। ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ। 1827 ମସିହାରୁ ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ ସୁରେନ୍ଦ୍ର ସାଏ। ଦୁର୍ଗମ ଜଙ୍ଗଲ ଓ ପାହାଡ଼ରେ ରହି ଗରିଲା ଯୁଦ୍ଧ କରି ଇଂରେଜଙ୍କୁ ନାକେଦମ କରିଥିଲେ। 1857 ମସିହା ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ଏହାର 30 ବର୍ଷ ପୂର୍ବରୁ ସୁରେନ୍ଦ୍ର ସାଏ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। 1840 ମଧ୍ୟରେ ଇଂରେଜ ବିରୋଧରେ ସଶସ୍ତ୍ର ଲଢ଼େଇ କରିଥିଲେ। ଇଂରେଜମାନେ 1840 ମସିହାରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରି ହଜାରିବାଗ ଜେଲ୍ ପଠାଇଥିଲେ। 1857 ସିପାହୀ ବିଦ୍ରୋହ ସମୟରେ ହଜାରିବାଗ ଜେଲ୍ ଖୋଲି ଦେଇଥିଲେ ସିପାହୀ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ଜେଲ୍ରୁ ବାହାରି ସମ୍ବଲପୁର ଆସିଥିଲେ। ଦୀର୍ଘ 17 ବର୍ଷ ଜେଲ୍ରେ ରହିବା ସତ୍ତ୍ୱେ ସୁରେନ୍ଦ୍ରଙ୍କ ମନୋବଳ ଭାଙ୍ଗି ନଥିଲା। ସମ୍ବଲପୁରର ଆଦିବାସୀ ଜମିଦାର ଗଉନ୍ତିଆଙ୍କୁ ନେଇ ସଶସ୍ତ୍ର ବାହିନୀ ଗଠନ କରିଥିଲେ। 1857 ଅକ୍ଟୋବରରେ 1500 ସଶସ୍ତ୍ର ବାହିନୀ ସହ ସମ୍ବଲପୁର ରାଜବାଟୀକୁ କବ୍ଜା କରିଥିଲେ ସୁରେନ୍ଦ୍ର ସାଏ। ଇଂରେଜ ସୈନ୍ୟ ଆସିବା ପରେ ଜଙ୍ଗଲରେ ଆତ୍ମଗୋପନ କରି ଗରିଲା ଯୁଦ୍ଧ ଲଢ଼ିଥିଲେ। ତାପରେ ଅସହାୟ ହୋଇ ସମ୍ବଲପୁର ଡେପୁଟି କମିଶନରଙ୍କୁ ସହାୟତା ପାଇଁ ଚିଠି ଲେଖିଥିଲେ। 1862 ଯାଏଁ ଗରିଲା ଯୁଦ୍ଧ ଜାରି ରଖିଥିଲେ ସୁରେନ୍ଦ୍ର ସାଏ। ରେ ଜଣେ ଗୁଇନ୍ଦାର ବିଶ୍ୱାସଘାତକତା ଯୋଗୁଁ ଧରା ପଡ଼ିଥିଲେ ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ଗିରଫ ପରେ ମଧ୍ୟପ୍ରଦେଶର ଅସିରଗଡ଼ ଜେଲକୁ ପଠାଯାଇଥିଲା। ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ 20 ବର୍ଷ ଜେଲରେ ରହିଲେ ବୀର ସୁରେନ୍ଦ୍ର ସାଏ। 1884 ଫେବୃଆରୀରେ ଜେଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ହିନ୍ଦ। ବନ୍ଦେ ମାତରମ୍।